ଲାଲି ପିଇସି ଆଜି ଅସ୍ତବ୍ୟସ୍ତ ହୋଇକି ଆଦି ବାବାକୁ କଲ୍ କରୁଥିବେ। ସେ କହିବେ, ବାବା ତୁ ଟିକେ ଲାଟାସା ପାଖାପାଖି ରହିଥିବୁ, ମନକୁ ପାପ ଛୁଉଁଛି, ମୋତେ ବହୁତ ଡର ଲାଗୁଛି। ଜେଜେମା ସବୁ ସତ କଥା ଜାଣିଛନ୍ତି ଯେ ଏ ନାଟାସା ଯେଉଁଠି ରହିବ ମୁକ୍ତି ପଛରେ ନାଗି ପଡ଼ିବ। ଲତାଶା ତା ସିନ୍ଦୁରକୁ ଭାଗ ବସିବା ପାଇଁ ଲାଗି ପଡ଼ିବ। ଏବେ ସବୁକିଛି ଜାଣିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜିଠୁ ଏବେ ସତରେ ଆପଣମାନେ ଦେଖିବେ ଯେ ହସ୍ପିଟାଲରେ ପାୱାର କଟ୍ ହୋଇଥିବ, ମୁକ୍ତି ପାଖରେ ରହିଥିବେ ଆଦି। ଲାଲି ପିଇସି ଆଜି ଫୋନ୍ କରିକି କହିବେ ସେ ନାଟାସା ପାଖରେ ଜଗି ରଖି ଚଳୁଥିବ। କାହିଁକିନା ମୋତେ ଟିକେ ଡର ଲାଗୁଛି, ମୋ ମନକୁ ପାପ ଛୁଉଁଛି। ହସ୍ପିଟାଲରେ ସବୁଆଡ଼େ ଅନ୍ଧାର, ପାୱାର କଟ୍ ହୋଇଥିବ। ଆଜି ପାଖରେ କିଏ ଦୌଡ଼ିକି ଚାଲିଯିବ। ଆଦି ବାହାରେ ଯାଇକି ଦେଖିଲା ବେଳେ ନାଟାସା ଆସିକି ମୁକ୍ତି ପାଖରେ ପହଞ୍ଚିଯିବ। ଆଉ ସେ କହିବେ, ତୁ ଏତେ ଛଟପଟ ହେଉଛୁ, ମୁଁ ତୋତେ ମୁକ୍ତି କରିଦେବି, ମୁଁ ତୋତେ ମାରିଦେବି, ମୁଁ ସିନ୍ଦୁରର ଅଧିକାର ସବୁ ନେଇଯିବି। ତୁ ମରିଗଲେ ତୋ ସିନ୍ଦୁରର ଅଧିକାର ମୁଁ ସବୁ ନେଇଯିବି, ଆଦି ମୋର ହୋଇଯିବେ। ସେତେବେଳେ ଆଦି ହଠାତ୍ ରୁମ୍ ଭିତରକୁ ପଶି ଆସିବେ। ନାଟାସାକୁ ନାଲି ପିଇସି ଯାହା କହିଥିଲେ ସତ କହୁଥିଲେ। ଏ ନାଟାସାକୁ ଜଗିକି ଚଳିବା ପାଇଁ। ତେବେ ଆଦି ନାଟାସା ମଧ୍ୟରେ ମହାଝଡ଼ ହେବ। ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ।